हेलो एवरीवन जय जगन्नाथ समस्तଙ୍କୁ मोर नमस्कार। आज ए छोटिया मिनी ब्लॉग रे सकाल उठी प्रथमे गोटे गरम गरम कॉफी बनै पी देइतिली। ता सहित जो प्रकार शीत होउची तो उठिबाकू आमको इच्छा से छोट छुआ माने सेमते सोइचंती ताकू उठेलाकू एपट सेपट होचंती जेतो आसी टाइम आसी 9टा हलानी सेते पे सेमानको फ्रेश न करे केवल मुंह आ ब्रश करेकी सेमानको ब्रेकफास्ट से रोटी खीरा दे देइतिली। ଆଉ ସେମାନଙ୍କ ରୁଟି କ୍ଷୀର ଖିଆ ସାରିଲା ପରେ ସେମାନଙ୍କୁ ମୁଁ କହିଲି ଟିକେ ମାମା ଟାଟା କରିଦିଅ। ସେମାନେ ବି ଟାଟା କରିଦେଲେ ଆଉ ତାକୁ ଦେଖି ସାନ ବି ଟିକେ ଟାଟା କରିଦେଲା। ଆଉ ସେମାନଙ୍କର ବ୍ରେକଫାଷ୍ଟ ସରିଗଲା ଯେହେତୁ ତାପରେ ମୁଁ ଚାଲିଲି ମୋର ବି ବ୍ରେକଫାଷ୍ଟ କରିବା ପାଇଁ। ଆଉ ମୋର ବି ଆଜି ସେଇ ବ୍ରେକଫାଷ୍ଟରେ ରୁଟି ଆଉ କ୍ଷୀର ଥିଲା। ରୁଟି କ୍ଷୀର ଖାଇସାରି ଯିବି ଲଞ୍ଚ ପ୍ରସ୍ତୁତ କରିବା ପାଇଁ। ଲଞ୍ଚ ପ୍ରସ୍ତୁତ କରିବା ପାଇଁ ସବୁ ପ୍ରକାର କଟାକୁଟି ବାଟାବୁଟି ସବୁ ସାରି ଦେଇଥିଲି। ଯେହେତୁ ଦେଖନ୍ତୁ ଏଇ ମାନେ ପାଳଙ୍ଗ ଶାଗଟା ନା ମୁଁ ଆଣିକି 3 ଦିନ ହେଲା ରଖିନି, ଥଣ୍ଡା ଯେହେତୁ ପଡୁଛି ସେ ପୁରା ଫ୍ରେଶ ଭଳିଆ ଅଛି। ହଜବେଣ୍ଡ ଆଣିଛନ୍ତି ପୋଟଳ, ଯୋଉଠି ମୋତେ ବିଲକୁଲ ପସନ୍ଦ ନାହିଁ, କିନ୍ତୁ ତାକୁ ବନେଇବି ଟେଷ୍ଟ କରିବା କେମିତି ଲାଗୁଛି। ମୋର ତ ବର୍ତ୍ତମାନ ଲଞ୍ଚ ଫଞ୍ଚ ପ୍ରସ୍ତୁତ। ଆଉ କୋଉମାନେ ପୋଟଳ ଖାଉନାହାନ୍ତି କମେଣ୍ଟ କରିକି କହିବେ, କାହାକୁ ଜନା ବିଲକୁଲ ପସନ୍ଦ ନାହିଁ। ଆଜିର ଭିଡ଼ିଓଟି ଏଇଠି ବନ୍ଦ କରୁଛି। ଯଦି ମୋର ଏଇ ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍ ସେୟାର ସବସ୍କ୍ରାଇବ କରିବା ଜମାରୁ ଭୁଲିବେନି। ବାଏ ବାଏ।